ମୁଇଁ ଆଜି ବାହାରିଲି ମୋର ହଷ୍ଟେଲ। ବାପା ମତେ ନେଇ ଛାଡୁଛନ୍। ଏଇଟା ହଉଛି ଆମର ଗାଁ ଭିତର। ଆଉ ଆମର ଗାଁ ଭିତରେ ଯିବାର ଲାଗି ବହୁତ ମଜା ଲାଗସି। ସେଟା ବି ମୋର ବାପା ସାଙ୍ଗେ। ମୁଇଁ ପଳେଇ ଆଇଲି ଆମର ବସଷ୍ଟାଣ୍ଡ। ବସଷ୍ଟାଣ୍ଡରେ ବସ୍ ଡାକିଛୁଁ। ଆପଣ ମାନେ ଭାବୁଥିବେ ଯେ ଇ ଗୀତ ନାଇଁ ଗାଇକିରି କେନ୍ତା ଭିଡିଓ ଛାଡୁଛେ ବୋଲିକିରି। ଏଛେନ ମୋର ପଢା ଟାଇମ ହେଇଗଲା। ସେଥିର୍ଲାଗି ମୁଇଁ ଗୀତ ଗାଇ ନାଇଁ ପାରିଲି। ସେଥିର୍ଲାଗି ମୁଇଁ ଭିଡିଓ ଛାଡୁଛେ। ଏଇଟା ହଉଛି ଆମର କୁଚିଣ୍ଡା। କୁଚିଣ୍ଡାରେ ସକାଳୁ ସକାଳୁ ବହୁତ ଭିଡ ଥିଲେ। ଟିକେ ମୁଇଁ ଇଟିଲି ଖାଇଦେଲି। ଆଉ ବସରେ ଫେର ବସିଗଲି। ତାରପରେ କେହି ନେଇ ଆସିଥିନ। ବସ୍ ଖାଲି ଥିଲା। ଆମେ ଚାଲନୁ ମୋର ହଷ୍ଟେଲ। ଦେଖୁନ୍ କେତେ ସୁନ୍ଦର ସୁନ୍ଦର ପାହାଡ ଆଉ ଗାଁ ଗହଳିର ଚାଷ ବାସ ର କେତେ ସୁନ୍ଦର ନଜାରା। ବହୁତ ବଢିଆ ଲାଗୁଥିଲା। ଆଉ ବସ ରେ ଯିବାର ଲାଗି ବହୁତ ବଢିଆ ଲାଗସି ଲମ୍ବା ସଫର। କେତେ ସୁନ୍ଦର ଦେଖାଯାଉଛି ଦେଖିପାରୁନ୍। ତେବେ ଆଉ ଇ ସୁନ୍ଦର ନଜାରା ଦେଖବାର ଲାଗି ମତେ ବହୁତ ବଢିଆ ଲାଗସି। ଏଇଟା ହଉଛି ଓଭରବ୍ରିଜ। ଓଭରବ୍ରିଜ ପାର କଲା ପରେ କିଛି କିଛିଟା ବସଷ୍ଟପ ଦୁଇଟା ପଡିକିରି ମୁଇଁ ମୋର ହଷ୍ଟେଲ ପହଞ୍ଚି ଯିବି। ଆପଣ ମାନେ ଦେଖୁନ୍ ମୁଇଁ ପହଞ୍ଚି ଗଲି ନା ମୋର ହଷ୍ଟେଲ। ଆଉ ମୋର ହଷ୍ଟେଲ ପହଞ୍ଚିଲା ବାଦ ମୁଇଁ ମୋ ରୁମ କେ ବି ଦେଖାବି। ମୋ ରୁମ କେନ୍ତା ଅଛି ଯେ ଏଇଟା ପୁରା ପହଞ୍ଚି ଗଲି ନା ଏଇଟା ହକି ଗୋଟାଏ ଆଉ ମୁଁ ପହଞ୍ଚି ଗଲି ମୋର ହଷ୍ଟେଲ। ଏଇଟା ହଉଛି ମୋର ରୁମ। ଦେଖି ପାରୁଥିବେ ମୋ ରୁମ ହଉଛି ଏଇଟା ଆଉ ମୋର ବେଡ ବି ହଉଛି। ଆଉ ମୁଇଁ ଆସିଲି ଆଉ ମୋର ବହି ଖାତା ସବୁ ବାହାର